ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଦର୍ଶକ ବନ୍ଧୁ ଚାଲନ୍ତୁ ଶୁଣିବା ମହାଭାରତ ପରେ ପାଣ୍ଡବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ କ'ଣ ସବୁ ଘଟିଥିଲା। ଆପଣ ଜାଣନ୍ତି କି ମହାଭାରତର 18 ଦିନର ଯୁଦ୍ଧ ଶେଷ ହେବା ପରେ କ'ଣ ହେଲା? କିଏ ରାଜା ହେଲା? ଆଜି ଆମେ ଜାଣିବା ମହାଭାରତ ଯୁଦ୍ଧ ପରେ ପାଣ୍ଡବ ଏବଂ ଶ୍ରୀକୃଷ୍ଣଙ୍କର କ'ଣ ସବୁ ହେଲା। ମହାଭାରତ ଯୁଦ୍ଧ ପାଣ୍ଡବ ଜିତିଥିଲେ। ଯୁଧିଷ୍ଠିରଙ୍କୁ ହସ୍ତିନାପୁରର ରାଜା ଘୋଷଣା କରାଯାଇଥିଲା। ତାଙ୍କୁ ନୂତନ ପାଣ୍ଡବଙ୍କ ଶାସନ 36 ବର୍ଷ ଧରି ଚାଲିଥିଲା। ଯୁଧିଷ୍ଠିରଙ୍କ ରାଜ ତାଲିକାର ସମୟରେ ଗାନ୍ଧାରୀ ଶ୍ରୀକୃଷ୍ଣଙ୍କୁ କୌରବଙ୍କ ବିନାଶ ପାଇଁ ଦାୟୀ କରିଥିଲେ ଏବଂ ଅଭିଶାପ ଦେଇଥିଲେ। ଯେପରି କୌରବଙ୍କ ରାଜବଂଶ ଧ୍ୱଂସ ହେଲା, ଠିକ୍ ସେହିପରି ଯଦୁବଂଶର ରାଜବଂଶ ମଧ୍ୟ ଧ୍ୱଂସ ହେବ। ଗାନ୍ଧାରୀଙ୍କ ଅନୁଯାୟୀ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରଭୁ କୃଷ୍ଣଙ୍କ ପାଖରେ ଦିବ୍ୟ ଶକ୍ତି ଥିଲା ଏବଂ ଗୋଟିଏ ପକ୍ଷ ପାଖକୁ ଯିବାକୁ ମଧ୍ୟ ବିକଳ୍ପ ଥିଲା, କିନ୍ତୁ ସେ ଯୁଦ୍ଧ ହେବାକୁ ଦେଲେ। ଗାନ୍ଧାରୀଙ୍କ ଅଭିଶାପ ଯାଦବଙ୍କ ରାଜବଂଶକୁ ପ୍ରଭାବିତ କରିବାକୁ ଲାଗିଲା। ଅଭିଶାପ ହେତୁ ଶ୍ରୀକୃଷ୍ଣଙ୍କ ଦ୍ୱାରକାର ଅବସ୍ଥା ଖରାପ ହେବାକୁ ଲାଗିଲା। କୃଷ୍ଣ ସମଗ୍ର ଯାଦବ ବଂଶକୁ ପ୍ରଭାସକୁ ନେଇଗଲେ, କିନ୍ତୁ ସେଠାରେ ମଧ୍ୟ ସେହି ହିଂସାରୁ ମୁକ୍ତ ନ ହୋଇ ପାରିଥିଲେ। ସମଗ୍ର ଯାଦବ ବଂଶ ପରସ୍ପରକୁ ରକ୍ତାକ୍ତ କରିବାକୁ ଲାଗିଲେ ଏବଂ ସମଗ୍ର ରାଜବଂଶ ପରସ୍ପର ସହିତ ଯୁଦ୍ଧ କରି ଶେଷ ହୋଇଗଲେ। ଏହି ହତ୍ୟାକାଣ୍ଡରୁ କେବଳ ଭଗବାନ କୃଷ୍ଣ, ବଳରାମ, ଦ୍ୱାରିକାରୁ ଏବଂ ପ୍ରଭୁ ହିଁ ବଞ୍ଚିଥିଲେ। ପ୍ରଭାସ ନରସଂହାର ପରେ ଭଗବାନ କୃଷ୍ଣ ଜଙ୍ଗଲରେ ଧ୍ୟାନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଧ୍ୟାନ କରୁଥିବା ବେଳେ ଜାରା ନାମକ ଜଣେ ଶିକାରୀ ଜଙ୍ଗଲରେ ହରିଣ ଶିକାର କରୁଥିବା ସମୟରେ ହରିଣ ଭାବି ଧନୁଶର ଛାଡ଼ିଦେଲା, ଯାହା ଯାଇ କୃଷ୍ଣଙ୍କ ଗୋଡ଼ରେ ବାଜିଥିଲା। ଶର ଦ୍ୱାରା ଆଘାତ ପାଇବା ପରେ ଭଗବାନ କୃଷ୍ଣ ଶିକାରୀଙ୍କ ସମ୍ମୁଖରେ ବିଷ୍ଣୁ ରୂପ ଧାରଣ ନିଜେ ଦେହ ଛାଡ଼ିଥିଲେ। ଜଣେ ଋଷି ପାଣ୍ଡବଙ୍କୁ ପରାମର୍ଶ ଦେଲେ କି ଆପଣଙ୍କର ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଛି, ତେଣୁ ଆପଣ ହିମାଳୟ ଆଡ଼କୁ ଯାଇ ନିଜର ଶେଷ ଯାତ୍ରା ଆରମ୍ଭ କର। ଏହାପରେ ଅର୍ଜୁନଙ୍କ ନାତି ପରୀକ୍ଷିତଙ୍କୁ ସମଗ୍ର ରାଜପାଠ ଦେଇ ପାଣ୍ଡବମାନେ ଦ୍ରୌପଦୀଙ୍କ ସହ ଶେଷ ଯାତ୍ରା ପାଇଁ ହିମାଳୟ ଅଭିମୁଖେ ଯାତ୍ରା କରିବାକୁ ଲାଗିଲେ ଓ ବାହାରିଲେ। ପାଣ୍ଡବମାନେ ଦ୍ରୌପଦୀ ଏବଂ ଏକ କୁକୁର ସହିତ ସେମାନଙ୍କର ଶେଷ ଯାତ୍ରା ଭାବରେ ସ୍ୱର୍ଗର ପାହାଚ ଚଢ଼ିବା ଆରମ୍ଭ କଲେ। ଧୀରେ ଧୀରେ ସମସ୍ତେ ସ୍ୱର୍ଗର ସିଡ଼ି ଚଢ଼ିବା ବେଳେ ବେଳେ ଯୁଧିଷ୍ଠିରଙ୍କ ସାଥୀ ଛାଡ଼ିବା ଆରମ୍ଭ ହେଲେ। ଏହା ଦ୍ରୌପଦୀଙ୍କଠାରୁ ଆରମ୍ଭ ହେଲା। ଭୀମଙ୍କ ମୃତ୍ୟୁ ସହିତ ଶେଷ ହୋଇଥିଲା। ବିଶ୍ୱାସ କରାଯାଏ ଯେ ପାଣ୍ଡବମାନଙ୍କ ମଧ୍ୟରେ କେବଳ ଯୁଧିଷ୍ଠିର କୁକୁର ସହିତ ହିମାଳୟ ପାଶରେ ସ୍ୱର୍ଗର ଦୁଆର ପହଞ୍ଚି ପାରିଥିଲେ। ଭଗବାନ ଇନ୍ଦ୍ର ଯୁଧିଷ୍ଠିରଙ୍କୁ ସ୍ୱର୍ଗଦ୍ୱାରରେ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ତାଙ୍କର ଶେଷ ଯାତ୍ରାରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ଯୁଧିଷ୍ଠିରଙ୍କ ସହ ଥିବା କୁକୁର ସେଠାରେ ଅଦୃଶ୍ୟ ହୋଇଗଲା, ଯାହା ପ୍ରକୃତରେ ଯମରାଜ ଥିଲେ। ଯୁଧିଷ୍ଠିରଙ୍କୁ ପ୍ରଶଂସା କରିବା ବେଳେ ସେ ପ୍ରଥମେ ଯୁଧିଷ୍ଠିରଙ୍କୁ ନର୍କ ଦେଖାଇଲେ। ଦ୍ରୌପଦୀ ଏବଂ ତାଙ୍କର ଅନ୍ୟ ଭାଇମାନଙ୍କୁ ଦେଖି ଯୁଧିଷ୍ଠିର ବହୁତ ଦୁଃଖିତ ହେଲେ। ତାପରେ ଭଗବାନ ଇନ୍ଦ୍ର କହିଲେ ଯେ ସେମାନେ ତାଙ୍କର କର୍ମର ଦଣ୍ଡ ସମାପ୍ତ କରିବା ପରେ ସମସ୍ତେ ଶୀଘ୍ର ସ୍ୱର୍ଗରେ ପ୍ରବେଶ କରିବେ। ତାପରେ ଯୁଧିଷ୍ଠିର ଶାନ୍ତି ପାଇଲେ। ଦର୍ଶକ ବନ୍ଧୁ, ଏ ଥିଲା ମହାଭାରତ ଯୁଦ୍ଧରେ ଘଟିଥିବା କିଛି ଅକୁହା କାହାଣୀ। ଆପଣମାନଙ୍କୁ ଏ କାହାଣୀଟି କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର। ଜୟ ଜଗନ୍ନାଥ। ଜୟ ମା ଅଗ୍ରତାରା।